गरुड़ पुराण द्वादश अध्याय दशाविधि और निसंतान प्रेतकृत्य विचार। गरुड़ उवाच पुनर्बार गरुड़ जे होइण बिनई पाद तले पड़ी मुखे बाणी उच्चारई एहि दिन हीन प्रति दया करी देव दशाह विधि संक्षेप बुझाई कहिब जेउ जन निसंतान होइण मरई तार प्रेत कृत्य किए किपरि करई बुझाई कहिब मोते कमला रमण तुम्भे आर्त त्राण मुहि अटे आर्त जन। गरुड़ वचन शुणी देव जदुपति मृदु मंदे हसी धीरे वचन कहंती। श्री भगवान उवाच आहे विनतानंदन पचारिलु जाहा संक्षेपरे कहुअछि तोते मोहिता दशाह विधान दश रात्रर विधान अपुत्रिक जनर जे प्रेत कृत्यमान सकल बुझाई मुहि कहि देबी तोते धीर स्थिर होई शुण ताहा श्रद्धा चित्ते दशाह दश रात्रर क्रिया विधिमान करिले सुपुत्र वाच्य हुअन्ति जन पितृऋण परिशोध सेहि जन करे शतपुत्र बोलिण चिन्हाए जगतरे पुत्र धैर्य को धरिण शोक त्याग करी सात्विक भावरे पितृयज्ञ को आचरी पितांकर पिंड दान आदि प्रेत कर्म करिब कदापि अश्रु न करी वर्जन जेबे बापुत्र करई अश्रु विसर्जन बंधु माने शोके जेबे करंती क्रंदन तेणु प्रेत पिंड अन्न भक्षी न पारई एमानंक शोक देखि विकल हुई एणु करी प्रेत कृत्य करिबा काଳରେ रोदन करिब नाही कदापि शोकरे सहस्र वर्ष यद्यपि प्राणी बंची रहे आहुरी बंचिबा पाई मने भाबुथाए कदापि मरिब बोली मने न भाळई अमर होइब बोली से अभिलषई जन्म होइले मरण निश्चय घटिब मरण हेले जन्म निश्चय लभिब जन्म मरणर सत्य भव पाराबारे मोह मोह लागी अछि सर्वदा काଳରେ मरण पाई कि केबे सोचना न करी जन्म मरण विधाने देव बळे बळी मृत्यु मुखरे पतित हुए जेउ प्राणी कोटि भय करिले न फेरे से जे पुणी जाहा तो हेबार ताहा निश्चय होइब न हेबार कथा गोटी कदापि न हेब जदि बदली पारंता न होइबा कथा पूर्व महाजने किंपा न करन्ते तथा नल राम युधिष्ठिर महावीर तीनि सत्य त्रेता द्वापर जुगर जे कारेणी करि न पारिले आन दैवर गति की मरण लभिले काले तेजी पृथ्वी की कथा मात्र रही अछि पुणी रहिथिब चिरस्थायी होई करी केहि न रहिब देवता जन्मई जेबे देह बहिएथि काले मृत्यु लभे रही थाए सेहि पृथ्वी तेणु प्रेत कृत्य पिंड दान बेले पूर्ण अश्रुमोचन करिबा अटे अनुक्षण जेउ कर्म को करिले सुपुत्र हुई पितृऋण मुक्ति जे से पुत्र लभई धैर्य धरि प्रेत कृत्य मानंकु करिब सात्विक भावरे रही पिंड दान देव अश्रु वर्षण करिले पिंड दान काले प्रेत संतोष न हुए ही अश्रु जले
ଏଣୁ କରି ସୁବିବେକୀ ଜନ ଯେ ଅଟଇ ଦଶାହ କର୍ମକୁ କରେ ଚିତ୍ତେ ତୋଷ କହି ପିତୃକାର୍ଯ୍ୟ ଯେଉଁ ଜନ କରଇ ହରସେ ସତପୁତ୍ର ବୋଲି ତାକୁ ପୁରାଣ ଯେ ଭାସେ ପୁତ୍ର ମୃତ୍ୟୁ ହୋଇଥିଲେ ପୁତ୍ର ବଧୂ କରେ ପୁତ୍ର ନଥିଲେ ଭାରିଜା କରିବ ବିଧିରେ ଭାର୍ଯ୍ୟା ନଥିଲେ ବି ସହୋଦର ଭାଇ କରି ଭ୍ରାତା ପୁତ୍ର ଥିଲେ ପିଣ୍ଡ ଦାନେ ଅଧିକାରୀ ପୁତ୍ର ଅଭାବରେ ନାତି କରେ କର୍ମମାନ ଅଧିକାରୀ ଅଟେ ସେହି ଶାସ୍ତ୍ରର ବିଧାନ ମୃତାହ ଦିବସ ଠାରୁ ଦଶାହ ପର୍ଯ୍ୟନ୍ତ ପୂର୍ବୋକ୍ତ ବିଧାନେ ସେ କରିବେଟି ନିୟତ ସହୋଦରଙ୍କ ମଧ୍ୟରେ ଜଣକର ସୁତ ହୋଇଥାଏ ଯଦି ନ ହୁଅଇ କାହାରିତ ସମସ୍ତଙ୍କର ସେ ସିନା ଅଟଇ କୁମର ସମସ୍ତଙ୍କ ପିଣ୍ଡ ଦେବା ତାର ଅଧିକାର ଏକ ପତି ଯେବେ ବହୁ ପତ୍ନୀ ବିବାହ ହୋଇ ସନ୍ତାନହୀନା ହୁଅନ୍ତି ସବୁ ପତ୍ନୀ ତହିଁ ଏକ ପତ୍ନୀର ହୁଅଇ ଯଦ୍ୟପି କୁମର ସର୍ବମାତା ପିତାଙ୍କର ପିଣ୍ଡେ ଅଧିକାର ଏ ସମସ୍ତ ଭାବରେ ମିତ୍ର ଥାଏ ଯଦି ସେ କରିପାରଇ ଏହି ଦଶାହର ବିଧି କ୍ରିୟାକୁ ଲୋପ କଦାଚନ ନ କରିବ କେବେ ଏତେ ଲୋକ ସେହି ପିଣ୍ଡ ଶ୍ରଦ୍ଧାଦି କରିବେ ଏ ସର୍ବ ଭାବ ଯଦି ହୋଇବ କାହାର କୁଳ ପୁରୋହିତ କାର୍ଯ୍ୟ କରିବେ ତାହାର ସ୍ତ୍ରୀ କି ପୁରୁଷ ହେଉ ହୋଇଲେ ହରକ୍ଷ ତାହାକୁ ଉଦ୍ଧାର କଲେ ପାଇବଟି ମୋକ୍ଷ ଅରକ୍ଷ ପ୍ରେତର ପ୍ରେତ କୃତ୍ୟ ଯେହୁ କରେ କୋଟି ଯଜ୍ଞ ଫଳ ଲାଭ କରେ ଏକାଥରେ ପିତା ପିଣ୍ଡ ପୁତ୍ର କରେ ଶାସ୍ତ୍ରର ବିଧାନ ଅଭାବ ହେଲେ ଏପରି ଦେବ ପିଣ୍ଡ ଦାନ ବଂଶ ମଧ୍ୟ ଜ୍ୟେଷ୍ଠ ଜନ ଯଦି ମରିଥାଇ କନିଷ୍ଠ ପିଣ୍ଡ ପ୍ରାପତେ ହୋଇ ନ ପାରଇ ପିତା ଥିଲେ ପୁତ୍ର ପିଣ୍ଡ ଦାନ ଯେ ପାଇବ ଶାସ୍ତ୍ରରେ ଅଛଇ ବାବୁ ଏ ମନ୍ତ ଯେ ଭାବ ସ୍ନେହ ହେତୁ ପିତା ଯେବେ ପୁତ୍ର ପ୍ରେତ କୃତ୍ୟ କରି ପିଣ୍ଡାଦି ଦିଅଇ ହୁଏ ନର୍କଗତ ଗୋଟିଏ ପିତାର ଯେବେ ବହୁ ପୁତ୍ର ଥିବେ ସମସ୍ତେ ମିଳିଣ ଏକ ପିଣ୍ଡ ଯେ କରିବେ ସର୍ବେ ଏକ ଏକ କରି ପ୍ରେତ କୃତ୍ୟ କରି ଯମପୁରକୁ ଗମନ୍ତି ସେହୁ ପିଣ୍ଡକାରୀ ଦଶରାତ୍ର ପର୍ଯ୍ୟନ୍ତେ ପିଣ୍ଡ ଦାନ ଦେବେ ସପିଣ୍ଡୀକରଣ କରି ନିଶ୍ଚିନ୍ତ ହୋଇବେ ଜ୍ୟେଷ୍ଠ ପୁତ୍ର ଏହି କାର୍ଯ୍ୟ କରିବା ଉଚିତ ତାହାର ଭାବେ କରିପାରେ ତା କନିଷ୍ଠ ପୁତ୍ରମାନେ ପିତୃଧନ ବାଣ୍ଟ ଘେନି ଯାଆନ୍ତି ମାତ୍ର ପିଣ୍ଡ ଦାନ ବଡ଼ ପୁଅକୁ ଦିଅନ୍ତି ବାଣ୍ଟ କରି ଯଦ୍ୟପି କରନ୍ତି ପ୍ରେତ କୃତ୍ୟ କୁଫଳ ଫଳଇ ନିଶ୍ଚୟ ହୁଅଇ ଅନିଷ୍ଟ ସବୁ ବାଣ୍ଟି ହୋଇପାରେ ସମ୍ପତ୍ତି ଗୃହର ଶ୍ରାଦ୍ଧ ବାଣ୍ଟି ନ ହୁଅଇ ଜାଣିଥାନି କର ଦଶରାତ୍ର ବିଧାନ ଜାଗରୁ କହିଛି ବଡ଼ ପୁଅ କରି ବଟି ସେ କର୍ମକୁ ବାଛି ପିତା ମାତାଙ୍କୁ ଉଦ୍ଧାର କରି କ୍ରିୟା ଦାନେ ଦଶରାତ୍ରି କ୍ରିୟା ମାନ କରିବ ବିଧାନେ ବରଷ ଶେଷ ପର୍ଯ୍ୟନ୍ତ କ୍ରିୟାକୁ ଧରିବ ଦିବସରେ ଏକ ବାର ଭୋଜନ କରିବ ଭୂମିରେ ଶୋଇବ ବ୍ରହ୍ମଚାରୀ ପରି ହୋଇ ସପ୍ତବାର ପୃଥ୍ୱୀ ପର୍ଯ୍ୟଟନ ଯେ କରଇ ତୀର୍ଥ ସେବା ସହିତରେ କରି ଭେଟି ଯାହା ଫଳ ମିଳଇ ବ୍ରତି କି ପ୍ରେତ କୃତ୍ୟ ତାହା କୂପ ବାମ୍ଫି ପୁଷ୍କରିଣୀ ଖନନ କରିଲେ ବିଷ୍ଣୁ ଶିବାଦି ମନ୍ଦିର ତୋଳାଇଲେ ଭଲେ ଯେଉଁ ପୁଣ୍ୟ ହୁଏ ପ୍ରେତ କୃତ୍ୟ କଲେ ପୁତ୍ର
ନିଶ୍ଚୟ ଅଧିକ ଫଳ ପାଇବ ନିୟତ। କୂପ ତଡ଼ାଗ ଅଥବା ବିଶ୍ରାମ ମନ୍ଦିରେ, ତୀର୍ଥରେ ବା ଦେବାଳୟ ସ୍ଥାନ ମାନଙ୍କରେ, ଯେକୌଣସି ଏକ ସ୍ଥାନ ଗମନ କରିବ, ବିଶୁଦ୍ଧ ହୋଇଣ ବୃକ୍ଷ ମୂଳେ ବା ବସିବ। ମଣ୍ଡଳ ସଦୃଶ୍ୟ ଏକ ବେଦୀ କି ନିର୍ମାଣୀ, ଗୋମୟ ଜଳେ ଲେପନ କରିବାକୁ ପୁଣି, ମନ୍ତ୍ର ଜଳ ସିଞ୍ଚି ପୁଣି ବିଶୁଦ୍ଧ କରିବ। ତାହାର ଉପରେ ଗୁଳ୍ମ ଆଣି ଆଚ୍ଛାଦିବ। ବ୍ରାହ୍ମଣକୁ ସବେ ସ୍ତନ ତହିଁରେ କରିବ, ପାଦ୍ୟ ଅର୍ଘ୍ୟ ବିଧିମାନ ତହିଁ ନିର୍ବାହିବ। ଅସତୀ ମନ୍ତ୍ରରେ କରି ଦଣ୍ଡ ପ୍ରଲମ୍ବନ, ସେହି ବେଦିକା ଉପରେ ଦେବ ପିଣ୍ଡ ଦାନ। ପିଣ୍ଡର ନିମନ୍ତେ କୁଶ ଆସନ ପାରିବ, ତହିଁ ପବିତ୍ର ଭାବରେ ପିଣ୍ଡ ଆରମ୍ଭିବ। ଆତପ ତଣ୍ଡୁଳ ପାକ କରିବ ବିଧିରେ, ପଞ୍ଚାମୃତ ଦେଇ ପିଣ୍ଡ ବେଦ ବିଧାନରେ, ଅଥବା ଯବଶେଷ ଦୁଗ୍ଧ ଖଣ୍ଡ ସହ, ପିଣ୍ଡର ବିଧାନ ତହିଁ କରିବ ନିଶ୍ଚୟ। ଅମାନ ଦୁଗ୍ଧ ଯେ ଖଣ୍ଡ ପାଚିଲା କଦଳୀ, ମିଶାଇ ପିଣ୍ଡ କରିବ ଯାକୁ ଯାହା ମିଳି। ଭୃଙ୍ଗରାଜ ପୁଷ୍ଟ ବେଣା ମୂଳକୁ ପିଣ୍ଡରେ, ଦେବ ଭକତି ଚିତ୍ତରେ ଯତ୍ନ ସହକାରେ। ଧୂପ ଦୀପ ନୈବେଦ୍ୟ ଯେ ସମର୍ପଣ କରି, କ୍ରାମୁକ ତାମ୍ବୁଜ ମୁଖ ବାସ ଯାଏ କରି। ପୈଣ୍ଡ ପରି ନୂଆ ବସ୍ତ୍ର ଦେବଟି ଯତନେ, ବସ୍ତ୍ରାଭାବେ ନୂଆ ବସ୍ତ୍ର ଦେବ ଯା ବିଧାନେ। ଚ୍ୟୁତପତ୍ରେ କାକବକି ଦେବ ବହିତୋଷ, କଦାପି ମନ ମଧ୍ୟରେ ନୋହିବ ବିରସ। ଶୁଦ୍ଧ ଭାବେ ଜଳାଞ୍ଜଳି ଅର୍ପଣ କରି, ସୂର୍ଯ୍ୟାର୍ଘ୍ୟ ଦେବ ବିଧାନେ ମନ୍ତ୍ର କୁସୁମରି। ମୋର ପ୍ରଦତ୍ତ ପଦାର୍ଥ ଅମୃତ କରିଣ, ପ୍ରେତ ରୂପୀ ପିତା ତୁମ୍ଭେ କର ହେ ଗ୍ରହଣ। ଆହେ ପ୍ରେତ ତୁମ୍ଭେ ଆସି ଏଠାରେ ପ୍ରବେଶ, କରି ଜଳ ତିଳ ଦକେ ହୁଅ ସେ ସନ୍ତୋଷ। ପ୍ରେତର ଉଦ୍ଦେଶ୍ୟ ବିପ୍ର ଦେବ ଯେଉଁ ଦାନ, ପ୍ରେତ ତାହା ପାଏ ଏହା ଶାସ୍ତ୍ରର ବିଧାନ। ମରିବା ଦିନରୁ ପ୍ରେତ ମୋକ୍ଷ ହେବା ଯାଏ, ସପିଣ୍ଡୀକରଣ ଯେଉଁ ଦିନ ପୁଣି ହୁଏ। ନାରୀ ବା ପୁରୁଷ ହେଉ ବିଧି ଅନୁସାରେ, ପ୍ରେତ କାର୍ଯ୍ୟକୁ କରିବ ଭକତି ଭାବରେ। ପ୍ରଥମ ଦିନରୁ ଯେଉଁ ବିଧି ଶାସ୍ତ୍ରେ ଅଛି, ସେହି ବିଧାନରେ ପିଣ୍ଡ ଦେବ ପ୍ରେତ ବସି। ନବମ ଦିନ ପର୍ଯ୍ୟନ୍ତ ଏକ ଏକ ପିଣ୍ଡ, କରିଣ ତାରିବ ଦୁଃଖ ହେଳେ ପ୍ରେତ ପିଣ୍ଡ। ନବମ ଦିବସ ଠାରୁ ସପିଣ୍ଡିକ ଯାଏ, ବିଧି ଅନୁସାରେ କାର୍ଯ୍ୟମାନଙ୍କୁ କରାଏ। 10 ଦିନ ଦିନ କ୍ଷୌର ସ୍ନାନକୁ କରିବେ, ସ୍ନାହାନ୍ତେ ଯେ ପ୍ରେତ ସ୍ୱର୍ଗ ଗମନ କରିବେ। ଦୁର୍ବାଲା ଯା ହସ୍ତେ ଧରି ବନ୍ଧୁ ଜ୍ଞାତି ମିଳି, ନଦୀ ବା ପୋଖରୀ ଜଳେ ସ୍ନାନ କାର୍ଯ୍ୟ ସାରି। ପ୍ରଥମରେ ନାରୀମାନେ ସ୍ନାନ କରିବେ, ତାହାପରେ ପୁରୁଷ ଯେ ସ୍ନାନ ଆଚରିବେ। ଦୁର୍ବାଲା ଯା ଘେନିବାର କାରଣ ଯେ, ଦୁର୍ବ ପରି ବଂଶ ବୃଦ୍ଧି ହୋଇବାର ପାଇଁ। ରାଜା ଯେପରି ବିଶୁଦ୍ଧ ସ୍ୱଚ୍ଛ ଅତି ଦିଶେ, ସେପରି ବଂଶ ବିଶୁଦ୍ଧ ହୋଇବ ମାନସେ। ଲାଜା ଗ୍ରହଣ କରନ୍ତି ଜାଣ ବୈନତେୟ, ଏହି କଥା ମାନ ଶୁଣ ମନେ କରିଥୟ। ଦୁର୍ବାଓଲା ଯାକୁ କରି ପ୍ରାର୍ଥନା ଏପରି, ବନ୍ଧୁ ବାନ୍ଧବ ସହିତେ ଗୃହେ ଆସି ଫେରି। 10ମ ଦିନରେ ଗଣ୍ଡା ଅବା ମୃଗ ମାଂସେ,
ଶ୍ରାଦ୍ଧ ବିଧାନ କରିବ ମନର ସନ୍ତୋଷେ। ସର୍ବଯୁଗେ ମାଂସ ଶ୍ରାଦ୍ଧ ବିଧାନ ଛଇ, କଳି ଯୁଗରେ ନିଷେଧ ଶାସ୍ତ୍ର ଯେ କରଇ। ମାଂସ ସ୍ଥାନେ ମାଂସ ଦେବା ବିଧାନ ହୋଇଲା, ମାଂସ ପିଣ୍ଡେ ପିତୃଗଣ ସନ୍ତୋଷିତି ଭଲା। ଦଶମ ଦିନେ ଯେ ସୋଲଗ୍ନିକ ଜ୍ଞାତି ମାନେ, ମଣ୍ଡନ କରିବେ ମୁଣ୍ଡେ ବିହିତ ବିଧାନେ। ପ୍ରତିଦିନ 10 ଜଣ ବ୍ରାହ୍ମଣ ବରିବ, ସନ୍ତୋଷ ଚିତ୍ତେ ତାହାଙ୍କୁ ଭୋଜନ ଯେ ଦେବ। ଭୋଜନ ଶେଷେ ତାମ୍ବୁଳ ଦକ୍ଷିଣା ସହିତେ, ବିନୟ ଭାବରେ ଦେବ ନୋହି ଖେଦ ଚିତ୍ତେ। ଦେଶ ବିଦେଶରେ ପୁଣି ଭିନ୍ନ ଭିନ୍ନ ବିଧି, ଅଛି ଲୋକାଚାର ପୂର୍ବ ଯେଉଁ ସିଦ୍ଧି। ସେହିପରି ପ୍ରେତ କୃତ୍ୟ ପିଣ୍ଡ ଦାନ ଦେବ, ଲୋକାଚାର ପଦ୍ଧତିକୁ ତିଳେ ନ ବର୍ଜିବ। ନିଶ୍ଚାଚାର ଠାରୁ ବଳି ଅଟେ ଲୋକାଚାର, ଶିଷ୍ଟାଚାର ଠାରୁ ବଳି ଅଟେ ଲୋକାଚାର। ଏହି କଥା ଗୋଟି ମନେ ରଖ ପକ୍ଷୀବର, ବ୍ରାହ୍ମଣ ଭୋଜନ ଶେଷେ ବ୍ରାହ୍ମଣ ପ୍ରାର୍ଥନା। ପ୍ରେତ ମୁକ୍ତି ହେଉ ଆଶୀର୍ବାଦ କର ସ୍କିନା, ନାରାୟଣ ନାମ ମନ୍ତ୍ର ସ୍ମରଣ କରିବ। ପ୍ରେତ ମୁକ୍ତି ପାଇଁ ତାଙ୍କୁ ପ୍ରାର୍ଥନା କରିବ। ଅସତୀ ବରନ ପ୍ରଭୁ ଯାହାଙ୍କ ଶରୀର, ପୀତ ବସ୍ତ୍ର ଶୋଭା ପାଏ ଅଙ୍ଗରେ ଯାହାର। ତ୍ରିତାପ ତାପ ହରଣ କାରି ବାସୁଦେବ, ଦୟାକରି ପ୍ରେତକୁ ହେଉ ଧରନ୍ତୁ ଦେବ। ଅକ୍ଷୟ ଅବ୍ୟୟ ନିରଞ୍ଜନ ଦେବ ହରି, କୃପାମୟ ଦୀନ ବନ୍ଧୁ ଅଘନାଶକାରୀ। ଅନନ୍ତ ମୁକୁନ୍ଦ ମଧୁସୂଦନ ମାଧବ, ପାପ ବିନାଶନ ଦେବ ଦେବ ହେ ମାଧବ। ମୁକୁନ୍ଦ ମାଧବ ଯଜ୍ଞ ପୁରୁଷ ଶ୍ରୀପତି, ତୁମ୍ଭର ଶରଣ ଗଲି ରଖ ବିଶ୍ୱପତି। ବିଶ୍ୱମ୍ବର ତୁମ୍ଭେ ଜଗତର ପାପ ନାଶ, ଦୟା ବହି ପ୍ରେତତ୍ୱକୁ କରନ୍ତୁ ବିନାଶ। ପ୍ରତିଦିନ ଶ୍ରାଦ୍ଧ ଶେଷେ ପ୍ରାର୍ଥନା ଏପରି, କରି ଶରଣ ପଶିବ ଶ୍ରୀପଦ ସୁମରି। ଦଶମ ରାତ୍ରର କାର୍ଯ୍ୟ କରୁଛି ଏଣିକି, ଶୁଣିଲେ ମନରୁ ଭ୍ରାନ୍ତି ତୁଟି ଯାଏନି କି। ସନ୍ଧ୍ୟା ସମୟରେ ସର୍ବଜ୍ଞାତିକୁ ଡାକିବ, ଦଶାହନ ବ୍ୟଞ୍ଜନ ଭୋଜନ କରିବ। ଏକା ବେଳେ ଅନ୍ନ ରାତ୍ର କାଳରେ ଭୁଞ୍ଜିବ, ଦିନ ବେଳେ ଉପବାସ କରି ନ ରହିବ। ଭୋଜନାନ୍ତେ ପାକ ହାଣ୍ଡି ମାନ ଠୁଳ କରି, ପାକ ପଦାର୍ଥ ରଖିବ ତହିଁ ଯତ୍ନ କରି। ପ୍ରେତ ପିଶାଚଙ୍କୁ ତୃପ୍ତି କରିବା ନିମନ୍ତେ, ସେହି ପିଣ୍ଡମାନ ଗ୍ରାମ ବାହାରର ପ୍ରାନ୍ତେ। ରଖିଦେଇଣ ଆସିବ ବିଷ୍ଣୁ ମନ୍ତ୍ର ଜପି, ତୈଳ ଦୀପ ଏକ ଯେ ଜାଳିବ ଗୃହେ ଥାପି। ଉଜାଗରେ ସେ ରଜନୀ ପୁହାଇବ ପୁଣି, ତୈଳ ଦୀପ ନ ଲିଭିବ ଏହା ଥାଅ ଜାଣି। ରାତ୍ର ଯାପନ କରିବ ଶ୍ରୀହରି ସୁମରି, ପ୍ରେତ ମୁକ୍ତି ପାଇଁ ଏହିପରି କର୍ମ କରି। ଦଶମ ଦିନ ରାତ୍ରର କର୍ମ ମୁଁ କହିଲି, ଦଶାହ ବିଧି ବିଧାନ ସର୍ବ ଶୁଣାଇଲି। ଆଉ କିବା ଶୁଣିବାକୁ ଇଚ୍ଛା ଅଛି ତୋର, ପଚାରିଲେ କହିବଇ ଯେଣୁ ଭକ୍ତ ମୋର। ଶୁଣିଏ ବଚନ ଅତି ବିନୟ ଭାବରେ, ଗରୁଡ଼ ପଡ଼ିଲା ପାଦେ ଭକତି ଅନ୍ତରେ। ଆହେ ସାଧୁ ସନ୍ଥେ ମୋର ନ ଧରିବ ଦୋଷ, ଗୀତ ବନ୍ଧେ ବିଚରଇ ଆର୍ତ ତ୍ରାଣ ଦାସ। ଗରୁଡ଼ ପୁରାଣ ବାଣୀ ଅପୂର୍ବ ଭାରତୀ, ଶୁଣିଲେ ପାପ ପଙ୍କରୁ ହୋଇବ ମୁକତି।
ଦଶାହ ପିଣ୍ଡ ବିଧାନ ଦଶ ରାତ୍ର ବିଧି। ଗରୁଡ଼େ କହି ନଥିଲେ ଯାହା ଦୟାନିଧି। ବ୍ୟାସଦେବଙ୍କ ଭକତି ଯେଉଁ ପ୍ରକାରେ, ସେହିପରି ଲେଖିଲି ମୁଁ ଗୀତ ନିୟମରେ। 14 ଅକ୍ଷରୀ ବାଣୀ ରଚନା କରିଲି। ଦୋଷ ଥିଲେ କ୍ଷମା ଦେବ ସାଧୁଏ ଭାବିଲି। ତେଣୁ ସାହସ କରିଲି ଲେଖିକା ପାଇଁକି। ଦୟାଳୁ ଅଟନ୍ତି ସାଧୁ ଜନେ ସେ ବିବେକୀ। ଦୋଷ ନ ଘେନନ୍ତି ପର ଯେ ଦୋଷ ଯେ ଗୁଣ। ସେହି ହେତୁ କରିଲି ମୁଁ ପୁରାଣ ଲିଖନ। ତୁମ୍ଭ ପାଦ ପଦ୍ମେ ମୁହିଁ ଶରଣ ପଶିଲି। ଦୋଷ ଥିଲେ କ୍ଷମା ଦେବ ଶେଷେ ନିବେଦିଲି। ମୁହିଁ ଦିନହୀନ ଆର୍ତ୍ତ ତୁମେ ଦୟାନିଧି। ଜାଣ ସକଳ ବିଧାନ ସକଳ ଯେ ନୀତି। ଇତି ଶ୍ରୀ ଗରୁଡ଼ ପୁରାଣେ ନୈମିଷିକୋପାଖ୍ୟାନେ ଭାଗବତ ଗରୁଡ଼ ସମ୍ବାଦେ ଦଶାହ ଓ ଦଶରାତ୍ର ବିଧି ବିଚାरणं ନାମ ଦ୍ୱାଦଶ ଅଧ୍ୟାୟ। ତ୍ରୟୋଦଶ ଅଧ୍ୟାୟ। ଏକାଦଶାହ ପିଣ୍ଡଦାହ। ଗରୁଡ଼ ଉବାଚ ଶୁଣିଲି ଦଶାହ ବିଧି ଶ୍ରୀମୁଖୁ ତୁମ୍ଭର। ଏକାଦଶାହ ବିଧି ମୁଁ ଶୁଣିବି ଆବର। କୁହ ଦେବ ଦୟାନିଧି ସୁଚିତେ ଦାସକୁ। ଏକାଦଶେ ପିଣ୍ଡ କେହ୍ନେ ଦିଅନ୍ତି ପ୍ରେତକୁ। ସଂକ୍ଷେପେ କହିବ ମୋତେ ସକଳ ବିଧାନ। ମୁହିଁ ଯେଣୁ ତୁମ୍ଭ ଦାସ କମଳ ଲୋଚନ। ତୁମ୍ଭର ମୁଖୁ ଶୁଣିଲେ ଉଦ୍ଧାର ହୋଇବି। ଭବ ପାରାବାର ମୁଁ ଅକ୍ଳେଶେ ତରି ଯିବି। ଶୁଣିବାକୁ ଏକାଦଶ ଦିନର ବିଧାନ। ଜଳଦ ଗମ୍ଭୀରେ ଦେବ କହନ୍ତି ବଚନ। ଶ୍ରୀ ଭଗବାନ ବାଚ ଏକାଦଶ ଦିବସର ଯେ ବିଧି ବିଧାନ। କହୁଅଛି ମୁହିଁ ତାହା ମନ ଦେଇ ଶୁଣ। ପ୍ରାତଃକାଳୁ ଉଠି କରି ଜଳାଶଏ ସ୍ନାନ। କରି ଗୋତ୍ରୀୟ ବ୍ରାହ୍ମଣ ବେଗେ ଡାକି ଆଣ। ବିନୟରେ ନମସ୍କାର କରି ପାଦ ତଳେ। ପ୍ରେତ ଉଦ୍ଧାର କରନ୍ତୁ ଦୟା ବହିବାରେ। ବିନୟ କରିଣ ଏହି ପରକାରେ ତାଙ୍କୁ। ଅନୁମତି ନେଇ ହେବ ତତ୍ପର କାର୍ଯ୍ୟକୁ। କାର୍ଯ୍ୟାରମ୍ଭେ ମନ ମଧ୍ୟେ ବିଷ୍ଣୁ ସୁମରିବ। ତାହାଙ୍କ ବିନାଟି କାର୍ଯ୍ୟ ସଫଳ ନହିବ। ଏଣେ ପ୍ରଥମରେ ବିଷ୍ଣୁ କରିବ ସ୍ମରଣ। ଖଣ୍ଡିତ ହୋଇବ ସର୍ବ ବାଧା ବିଘ୍ନମାନ। ଜ୍ଞାତି କୁଟୁମ୍ବ ମାନଙ୍କୁ ଡକାଇ ଆଣିବ। ସମସ୍ତେ ମିଳିଣ ପିଣ୍ଡ କାର୍ଯ୍ୟକୁ କରିବ। ସୁବର୍ଣ୍ଣର ବିଷ୍ଣୁ ରୂପ କରିବ ନିର୍ମାଣ। ତାମ୍ର ନିର୍ମିତ ପ୍ରତିମା ରୁଦ୍ରଙ୍କର ଜାଣ। ଯମର ପ୍ରତିମା ଲୌହ ନିର୍ମାଣ କରାଇ। ପଶ୍ଚିମ ଦିଗେ ବିଷ୍ଣୁଙ୍କ କଳସ ବସାଇ। ସେ କଳସ ନିକଟରେ ବିଷ୍ଣୁଙ୍କ ପ୍ରତିମା। ସ୍ଥାପି ପୂଜିବ ଯତନେ ଯାଜକ ଉତ୍ତମା। କଳସେ ସେ ଗଙ୍ଗା ଉଦକ ବିଧାନରେ ଦେବ। ହଳଦିଆ ବସ୍ତ୍ର ଯେ ତାହାଙ୍କୁ ପିନ୍ଧାଇବ। ପୂର୍ବ ଦିଗରେ ସ୍ଥାପିବ ବ୍ରହ୍ମାଙ୍କ କଳସ। ରୌପ୍ୟ ମୂର୍ତ୍ତି ରଖି ପୂଜା କରିବ ତା ପାଶ। କ୍ଷୀର ଜଳେ ପୁରାଇବ ସେ କଳସ ଗୋଟି। ଶ୍ଵେତ ବସ୍ତ୍ର ଉତ୍ତରୀୟ ତାହାଙ୍କୁ ଦେବଟି। ଉତ୍ତରେ ଶିବ କଳସ ସ୍ଥାପନ ଯେ କରି। ତାମ୍ର ଶିବ ରୂପ ତହିଁ ରଖି ଯତ୍ନ କରି। ମଧୁଘୃତେ ପୂରଣ କରିବ କଳସକୁ। ରକ୍ତ ବସ୍ତ୍ର ପିନ୍ଧାଇବ ସେ ରୁଦ୍ରଦେବଙ୍କୁ। ଦକ୍ଷିଣରେ ଯମଙ୍କର କଳସ ରଖିବ। ବର୍ଷା ଜଳ ସେ କଳସ ମଧ୍ୟେ ପୁରାଇବ। ଲୌହ ପ୍ରତିମା ତା ପାଶେ କରିବ ସ୍ଥାପନ।
କୃଷ୍ଣ ବସ୍ତ୍ର ତାହାଙ୍କୁ କରିବ ପରିଧାନ। ମଧ୍ୟ ଦେଶେ ଏକ ଗୋଟି ମଣ୍ଡଳ କରିବ। କୌଶିକଙ୍କୁ ମଣ୍ଡଳେ ଆହ୍ୱାନ କରିବ। ଦକ୍ଷିଣ ଦିଗକୁ ମୁଖ କରିବ ଯେ କର୍ତ୍ତା। ତର୍ପଣ ବିଧି କରିବ ହୋଇ ସ୍ଥିର ଚେତା। ବ୍ରହ୍ମା ବିଷ୍ଣୁ ଶିବଙ୍କୁ ଯେ ବିଧି ଅନୁସାରେ ତର୍ପଣ କରିବ ବେଦ ତୀର୍ଥେ ଭକତିରେ। ତଦନ୍ତେ ହୋମ ବିଧାନ କରିବ ସତୋର। ଶ୍ରାଦ୍ଧ 10 ଘାଟ ପୂଜା ତହିଁ ପରେ କର। ଶ୍ରାଦ୍ଧର ଶେଷରେ ଧେନୁ ଦାନ ଯେ କରିବ। ସେ ଦାନରେ ପ୍ରେତ ନିଶ୍ଚେ ସ୍ୱର୍ଗେ ବିଳସିବ। ପ୍ରେତର ବ୍ୟବହାରୀୟ ଯେଉଁ ଦ୍ରବ୍ୟମାନ ଗୃହରେ ଥିବ ସେମାନ କରିଦେବ ଦାନ। ଘୃତ ପୂର୍ଣ୍ଣ କାଂସ୍ୟ ପାତ୍ର ଦାନ ଯେ କରିବ। ସପ୍ତ ଧାନ୍ୟ ତିଳାଷ୍ଟମ ବିପ୍ରେ ବରି ଦେବ। ତାହାପରେ ଶଯ୍ୟା ଦାନ କରିବ ବିଧାନେ। ଶକ୍ତି ଅନୁସାରେ ଯାହା ମିଳେ ଯଜମାନେ। କାଷ୍ଠ ଖଟରେ ଯାଇ ଯେ ତୁଳାରେ କରାଇ। ବିଛଣା ଚାଦର ତାହା ଉପରେ ବିଛାଇ। ଉତ୍ତମ ତକିଆ 2 ଦେବ ସଜାଡ଼ିଣ। ଦକ୍ଷିଣା ସହିତେ ଦେବ ବରିଣ ବ୍ରାହ୍ମଣ। ଦାନ ଦେଇ ବ୍ରାହ୍ମଣଙ୍କୁ ମିଷ୍ଟାନ୍ନ ଭୁଞ୍ଜାଇ। ଯଥାରୀତିରେ ସନ୍ତୋଷେ କରିବା ବିନୟୀ। ସଜା ପରେ ପ୍ରେତ ମୂର୍ତ୍ତି ସୁବର୍ଣ୍ଣେ ଗଢ଼ାଇ। ଥୋଇ ଅନ୍ୟ ଉପହାର ଦ୍ରବ୍ୟମାନ ଦେଇ। ଆଚାର୍ଯ୍ୟଙ୍କୁ ଡାକି ଯେ କହିବ ବିନୟରେ। ଏହି ସଜା ଦାନ ମୁହିଁ ପ୍ରେତ ଉଦ୍ଦେଶ୍ୟରେ। ସଜାଡ଼ିଛି ଆପଣଙ୍କୁ କରିବ ଦାନ। ହେ ଆଚାର୍ଯ୍ୟ ବର ଏହା କରନ୍ତୁ ଗ୍ରହଣ। ଆଶିଷ ଦିଅନ୍ତୁ ପ୍ରେତ ଲଭୁ ଯେ ସଦ୍ଗତି। ଏହିପରି କହିଦେବ ଦାନକୁ ସମ୍ପ୍ରତି। ଏହିପରି ଦାନ ଦେଇ ବ୍ରାହ୍ମଣେ ଭୋଜନ। ଦେଇ ଦକ୍ଷିଣା କରିବ କର୍ମ ସମାଧାନ। ଜ୍ଞାତିମାନଙ୍କ ସହିତ ମାର୍ଜନ ହୋଇବ। ବଧି ମଧୁ ଘୃତ ଦୀପ ଅର୍ପଣ କରିବ। ଅନ୍ତରର ଯଥାଶକ୍ତି ବୃଷୋତ୍ସର୍ଗ କର୍ମ। କିରବା ଅଟଇ ବାବୁ ଶାସ୍ତ୍ରର ବିଧାନ। ନ କରିଲେ ବୃଷୋତ୍ସର୍ଗ ପୂର୍ଣ୍ଣାଙ୍ଗ ଯେ କର୍ମ। ନ ହୁଏ କଦାପି ଏହା ଭଲ କରି ଜାଣ। ବୃଷୋତ୍ସର୍ଗର ବିଧାନ କହୁଅଛି ମୁହିଁ। ପ୍ରେତ କୃତ୍ୟରେ ପ୍ରଧାନ ଅଟଇଟି ସେହି। ବୃତ୍ସର୍ଗ ପୁତ୍ର ଯଦି ପ୍ରେତ ଉଦ୍ଦେଶ୍ୟରେ କରିପାରେ ପ୍ରେତ ତେବେ ଯାଏ ସ୍ୱର୍ଗପୁରେ। ଦେବଦେବୀ ମାନଙ୍କର ସହିତେ ବିହରେ। ସ୍ୱର୍ଗ ସୁଖ ଭୁଞ୍ଜି ନିରନ୍ତର କ୍ରୀଡ଼ା କରେ। ହୀନାଙ୍ଗ ବା ରୋଗୀ କ୍ଷୀଣ ଶିଶୁ ବୃଦ୍ଧ ଜାଣ। ବୃଷୋତ୍ସର୍ଗ ନିମନ୍ତେ କଦାପି ନ ଆଣ। ସତେକ ବୟସ୍କ ବୃଷ ଦକ୍ଷିଣ ଆଣିବ। ପିଙ୍ଗଳ ବନ ସ୍ୱନାଭ ଚକ୍ଷୁ ହୋଇଥିବ। ସିଂହ 2 କଳା ପାଦ ଯେଆ ରକ୍ତ ବର୍ଣ୍ଣ। ଏହିପରି ବୃଷ ଉତ୍ସର୍ଗିବ ଯେ ବହନ। ବୃଷର ପୃଷ୍ଠ ହେ ଶ୍ଵେତ ବର୍ଣ୍ଣ ଥିବ ହୋଇ। ଉତ୍ତମ ବ୍ରାହ୍ମଣ ବରି ତାକୁ ଦାନ ଦେଇ। ରକ୍ତବର୍ଣ୍ଣ ବୃଷଭକୁ କ୍ଷତ୍ରିୟ ଉତ୍ସର୍ଗ। ପୀତବର୍ଣ୍ଣ ବୃଷ ବୈଶ୍ୟ ଜାତିର ଯେ ଯୋଗ୍ୟ। ଶୂଦ୍ରମାନେ କୃଷ୍ଣ ବର୍ଣ୍ଣ ବୃଷ ଉତ୍ସର୍ଗିବେ। ବୃଷଭ ଚିହ୍ନ ଏପରି ପ୍ରତ୍ୟେକ ବାଛିବେ। ପିଙ୍ଗଳ ବୃଷ ଉତ୍ସର୍ଗ ବିଧାନେ କଛି। ତାହାର ସ୍ୱରୂପ ଏବେ ବର୍ଣ୍ଣନା କରୁଛି। ପିଙ୍ଗଳ ବୃଷ ସକଳ ଅଙ୍ଗ ପ୍ରତ୍ୟଙ୍ଗାଦି। ପିଙ୍ଗଳ ବନ ହୋଇବ ଜାଣ ସେହି ବିଧି। କେବଳ ତା ପଛ ପାଦ 2 ଶୁକ୍ଳ ହୁଏ।
ପିଙ୍ଗଳ ବୃକ୍ଷ ବୋଲିଣ ସେ ବୃକ୍ଷ ବୋଲାଏ। ଏପରି ବୃଷଭ ଯେବେ ପିତୃ ଉତ୍ସର୍ଗନ୍ତି, ପିତୃମାନେ ପରିତୃପ୍ତି ତହିଁରେ ହୁଅନ୍ତି। ବୃଷଭ ଚରଣ ମୁଖ ଶ୍ଵେତ ବର୍ଣ୍ଣ ହେଲେ, ନୀଳ ବୃଷ ସେହି ଗୋଟି ବୋଲାଏଟି ଭଲେ। ଯେଉଁ ବୃଷଭ ସର୍ବାଙ୍ଗ ଲୋହିତ ଦିଶଇ, ପୁଚ୍ଛ ବସନ ତାହାର କପିଳ ଯେ ହୋଇ। ଖୁରା ଚୂଳ ଯଦି ତାର ହୋଇବ କପିଳ, ରକ୍ତ ନୀଳ ବୃଷ ଜାଣ ଶାସ୍ତ୍ରର ବିଚାର। ଏକ ରଙ୍ଗ ଯୁକ୍ତ ବୃଷ ପୁଚ୍ଛ ଖୁରା ଯେବେ, କୃଷ୍ଣ ରଙ୍ଗ ଦିଶେ ତାହା ଶରୀରଟି ତେବେ। ନୀଳ ପିଙ୍ଗଳ ବୃଷଭ ତାହାଙ୍କୁ କହନ୍ତି, ପ୍ରେତ ଉଦ୍ଧାରକୁ ଶ୍ରେଷ୍ଠ ଶାସ୍ତ୍ରର ଭକତି। ପାରାପରି ଚିତ୍ରବର୍ଣ୍ଣ ଯେଉଁ ବୃଷ ଗୋଟି, ଲଲାଟେ ଚକ୍ର ପରାଏ ତିଳକ ଥିଲେଟି। ସେ ବୃଷକୁ ରକ୍ତ ନୀଳ ବୃଷଭ କହନ୍ତି, ଏହି ଦାନ ଦେଲେ ପିତୃଗଣ ତରି ଯାଆନ୍ତି। ପୃଥୁଳ ମାଂସାଳ ଦେବ ରକ୍ତଭ ନୟନ, ମହାନୀଳ ଅଟଇ ଯେ ବୃଷଭର ନାମ। ଏପରି ବର୍ଣ୍ଣ ଚିହ୍ନାଦି ବୃଷ ଉତ୍ସର୍ଗରେ, ପ୍ରେତମାନେ ମୁକତି ଲଭନ୍ତି ଯେ ସତରେ। ଯଦ୍ୟପି କୌଣସି ଲୋକ ଗୋଷ୍ଠୀରେ ପରି, ଜନମ ହୁଅଇ ଯଦି ଅଣ୍ଡିରା ବାଛୁରୀ। କ୍ଷୀର ଛାଡ଼ିଲା ମାତ୍ରକେ ତାକୁ ଛାଡ଼ି ଦେବ, କଦାପି ଗୋଷ୍ଠ ମଧ୍ୟରେ ତାକୁ ନ ରଖିବ। ଏହାଙ୍କ ହେତୁ ହୋଇ ବହୁ ଅମଙ୍ଗଳ, ଯେତେ ଧନ ଥିଲେ ସେହି ଧରାଇବ ଥାଳ। ବ୍ରାହ୍ମଣ ଭିନ୍ନ କପିଳ ଧେନୁ ବା ବୃଷଭ, ଅନ୍ୟ ତିନି ଜାତି ପ୍ରତି ନୁହଁ ଇଟି ଶୁଭ। ଶାସ୍ତ୍ରାଚାର ଲୋକାଚାର ଏହା ଅଛଇଟି, ଏପରି ଗାଈ ରଖିବା ଉଚିତ ନୁହେଁଟି। ପିତୃମାନେ ସର୍ବଦା ଯେ ଏପରି ଚିନ୍ତନ୍ତି, ଆମ୍ଭ ବଂଶରେ ହୁଅନ୍ତି ବହୁତ ସନ୍ତତି। ଗୟା ଶ୍ରାଦ୍ଧାଦି କରିବେ ଅବଶ୍ୟ ଯେ କେହି, ବୃଷ ଉତ୍ସର୍ଗ କରିବେ ଅବା କେହି କେହି। କୁଳେ ଉତ୍ତମ ନନ୍ଦନ ହୋଇ ବେଟି ଜାତ, ବୃଷ ଉତ୍ସର୍ଗ କରିଣ ପିତୃଙ୍କୁ କୃତାର୍ଥ। ଗୟା ତୀର୍ଥେ ପିଣ୍ଡ ଦାନ ଦେଇଣ ପିତୃଙ୍କୁ, ନର୍କ ଯନ୍ତ୍ରଣାରୁ ତାରି ପଠାଏ ସ୍ୱର୍ଗକୁ। ଯେଉଁ ପୁତ୍ର ଏହି କାର୍ଯ୍ୟ କରିଣ ପାରଇ, ଉତ୍ତମ ପୁତ୍ର ମଧ୍ୟରେ ଗଣନା ହୁଅଇ। ଅନେକ ପୁତ୍ର ଅଛନ୍ତି ତାହାଙ୍କ ଦୋଷରେ, ନର୍କଗାମୀ ପିତୃଗଣ ହୁଅନ୍ତି କାଳରେ। ସେହି ବଂଶେ ଯଦି କେହି ବୃଷୋତ୍ସର୍ଗ କରେ, ପିତୃଗଣ ଉଦ୍ଧାର ଯେ ହୁଅନ୍ତି ସତରେ। ପ୍ରେତ କୃତ୍ୟ ଯେତେ ଆମ୍ଭେ କହିଲୁ ବୁଝାଇ, ସବୁଥିରେ ଶୁଭ ଫଳ ପିତୃଙ୍କୁ ମିଳଇ। ବୃଷ ଉତ୍ସର୍ଗରେ ଫଳ ସବୁଠୁ ଅଧିକ, ଶାସ୍ତ୍ର ପୁରାଣରେ କହିଛନ୍ତି ଜ୍ଞାନୀ ଲୋକ। ସଂକ୍ଷେପରେ ତାର ବିଧି କହୁଅଛି ମୁହିଁ, ଶୁଣ ହେ ଗରୁଡ଼ ତାହା ତୁମ୍ଭେ ମନ ଦେଇ। ଭକ୍ତ ଲକ୍ଷଣ ଦେଖିଣ ବୃଷେକ ଆଣିବ, ବସ୍ତ୍ର ଅଳଙ୍କାରେ ତାର ଶରୀର ମଣ୍ଡିବ। ମନ୍ତ୍ରରେ ବୃଷକୁ ପୂଜା କରିବ ବହନ, ତଦନ୍ତରେ ଯଥାଶକ୍ତି କରିବ ଯେ ହୋମ। ବସ୍ତ୍ରାଙ୍କୁ ପୂଜା କରିବ ବିଧି ଅନୁସାରେ, ବୃଷଭକୁ ମନ୍ତ୍ର ସ୍ନାନ କରାଇବ ହେଳେ। ରୁଦ୍ର କୁମ୍ଭରେ ଯେ ଜଳ ନେଇ ସିଞ୍ଚି ତାକୁ, ଗନ୍ଧ ପୁଷ୍ପ ମାଳାଦିରେ ମଣ୍ଡିବ ତାହାକୁ। ସେ ବୃଷର ବକ୍ଷ ଜାନୁ ତ୍ରିଶୂଳ ଚିହ୍ନରେ, ଚକ୍ର ଚିହ୍ନ ଦେବ ତାର ବାମ ଜାନୁ ପରେ। ପ୍ରଦକ୍ଷିଣ ସେ ବୃଷକୁ ବିନୟରେ କରି,
बंधनर जो विमुक्त करिब विचारी भूमिरे साष्टांग नमी भक्ति करिब निम्न मते वृषभ को प्रार्थना करिब हे धर्मनंदन तुम्भे विश्वरूप धरी प्रेत को भव सागर करबाकू पारी स्रष्टा सबु तेणु करी भियाण करिछि मोर पितृगण मुक्ति कर निवेदुछि मोर जेते पितृगण पाप हेतु देव नर्क जंत्रणारे पाउछन्ति परा भव ताहांक पाप विनाश करन्तु उद्धार तुम्भ पाद पद्मे मोर अशेष जुहार अक्षय स्वर्ग भुवन तुम्भर प्रसादे मोर पितृगण लाभ करन्तु आनंदे एही परि प्रार्थना करिण वृषभकु ब्राह्मणଙ୍କ हस्ते नेई देव दक्षिणाकु नत शिरे ब्राह्मणଙ୍କ कल्याण घेनिब सेतिकी बेଳରେ प्रेत उद्धार पाइब मृत्यु परे पुत्र एही दान को करन्ति जीवन्ते करिबा विधि शास्त्रे निषेधन्ति किंतु केही हुए जदि पुत्रहीन लोके मृत्यु पूर्वरु करिबा उचित तापखे सेपरि भावरे वृष उत्सर्ग करिले काल काल विचार जे करिबटी भले कार्तिक माघ वैशाख मास होइथिब सूर्यंक उत्तरायण जेबे होइथिब कृष्ण पक्ष द्वादशी तिथिटी भल जाण ग्रहण दिन रे पुणी अधिक जे पुण्य मेष वृष संक्रांतिर दिन रे करिले पुण्य अधिक हुई एहा जान भले जुगाध आरंभ जेउ दिन रे हुई से दिन रे वृषोत्सर्ग जे जन करई अधिक हुई पुण्य पाप जाए नाश एहा लेखि जाइण अछंती वेद व्यास स्नाहान्ते शौच हेब शुभ मुहूर्त रे उत्तम ब्राह्मण डाकी शिव मंदिर रे पाद्य अर्घ्य देई जत्ने पूजा को करिब पूर्वोक्त विधान तांको हस्ते कराइब शालग्राम शिला स्थापी पूजी भक्ति रे वृषोत्सर्ग विधि मान करी आनंद रे ब्राह्मण भोजन देई दक्षिणा को देव शेषे नमस्कार करी भक्ति करिब घेनिब आशीष आनंद रे तांको ठारू विदाय करिब हर्षे ब्राह्मण गृहरु एहिपरि जदि केही पुत्रहीन करे पुत्रदान ठारू से अधिक होई पारे दिनकु दिन ताहार नाश जाए पाप अखंड धर्म हुई ताहार स्वरूप तार पितृगण स्वर्ग पुरे बिलसंती स्वर्गरु आशीष धारा ताहाकु दियंती पितृंकु तारी जे जने भव पाराबार अक्लेशरे ता प्रभावे होई जाए पार जेते दान होम यज्ञ छई बनित तहिरु अधिक फल हुई प्राप्त बाल्य यौवने अथवा वार्धक्य काल रे ज्ञाने बा अज्ञाने पाप जाहा जाहा करे नित्य नैमित्तिक पाप स्वर्णस्तेय पुणी पर स्त्री हरण गुरु द्रोह आदि घेनी मित्रद्रोही कृतघ्नता विश्वासघातकता सुरापान बेश्या नारी हरण करता ब्रह्मस्व देवस पुणी परस हरण वृषली हरण बाजे बसु हरण अधम जातिर मणि रमण जे करे
सर्व पाप नाश जाए वृष उत्सर्गरे। ଏହା ସମାନରେ ଦାନ ନାହିଁ କିଛି ଆନ। ସତପୁରୁଷ ଉଦ୍ଧାର ଏଥେ ହନ୍ତି ପୁଣ। ସ୍ୱାମୀ ପୁତ୍ର ଥାଉଁ ଥାଉଁ ରମଣୀ ମରଇ। ସ୍ୱର୍ଗପୁରକୁ ଗମନ ହେଳେ ସେ କରଇ। ତାହା ପାଇଁ ବୃଷୋତ୍ସର୍ଗ ନୁହଁ ଉଚିତ। ଦୁଗ୍ଧବତୀ ଗାଭିଦାନ ତା ପାଇଁ ବିହିତ। ବିଧବା ରମଣୀ ପାଇଁ ବୃଷ ଉତ୍ସର୍ଗୀବ। ଦୁଷ୍କୃତ ବିନାଶୀ ସେହି ସ୍ୱର୍ଗପୁରେ ଯିବ। ବୃଷର ବନ୍ଧ ବୃଷର କନ୍ଧରେ ବସି ସେ ଜନଗମଇ। ବୃଷଭକୁ ନିର୍ଦ୍ଦୟରେ ପ୍ରହାର କରଇ। କଳ୍ପେ ପରିଜନ୍ତେ ନର୍କେ ବସେ ସେହି ଜନ। ନାନାଦି ଯନ୍ତ୍ରଣା ଭୋଗ ମୂର୍ଖତା କାରଣ। ସେ ପାପ ବିନାଶ ପାଇଁ ବୃଷୋତ୍ସର୍ଗ କରି। ପିତୃପିତା ମହାଦୀଙ୍କୁ ନର୍କରୁ ଉଦ୍ଧାରି। ମୃତାହ ଷୋଡ଼ଶ ଦାନ ବୃଷୋତ୍ସର୍ଗ ଆଦି। ଗୋଟି ଗୋଟି କରିଣ ମୁଁ କହିଲି ସମ୍ପାଦି। ମୃତ୍ୟୁ ପୂର୍ବ ଦାନେ ବିଧି ପୁରାଣ ଶ୍ରବଣ। ଗଙ୍ଗା ମୃତ୍ତିକା ବା ଜଳ ପ୍ରଭୃତି ସେବନ। ମୃତ୍ୟୁ ସ୍ଥାନ ଠାରୁ ଅର୍ଦ୍ଧ ବାଟରେ ବ୍ୟବସ୍ଥା। ଚିତ୍ତାରୋହଣ ପୁଣି ପିଣ୍ଡ ଦାନ କଥା। ଶୀତଳୀକରଣ ଆଦି ଅସ୍ଥି ସଞ୍ଚୟନ। ଦଶାହ ବିଧି ବିଧାନ ଯେ ଦିନ ଯେ ଦାନ। ଏକାଦଶ ଦିନ କ୍ରିୟା ଷୋଡ଼ଶ ବ୍ୟବସ୍ଥା। ବୃଷୋତ୍ସର୍ଗ ବିଧି ପୁତ୍ର ଦିନହୀନ କଥା। ସଂକ୍ଷେପରେ କହିଲି ମୁଁ ପୂର୍ବ ଷୋଡ଼ଶକୁ। ଉତ୍ତର ଷୋଡ଼ଶ ବିଧି କହିବି ତୁମ୍ଭଙ୍କୁ। ପ୍ରଥମରେ ଶ୍ରୀକୃଷ୍ଣଙ୍କୁ ପିଣ୍ଡ ଦାନ ଦେବ। ଦ୍ୱିତୀୟ ପିଣ୍ଡଟି ମହେଶଙ୍କୁ ସମର୍ପିବ। ତୃତୀୟ ପିଣ୍ଡଟି ଦେବ ଯମ ଦେବତାଙ୍କୁ। ଚତୁର୍ଥ ପିଣ୍ଡ ପ୍ରଦାନ କରି ସେମାନଙ୍କୁ। ପଞ୍ଚମ ପିଣ୍ଡ ଅଗ୍ନିଙ୍କୁ କରି ସମର୍ପଣ। ଷଷ୍ଠ ପିଣ୍ଡ ହବ୍ୟବାହନଙ୍କୁ ଦେବ ପୁଣ। ସପ୍ତମ ପିଣ୍ଡଟି ଜାଣ ବରୁଣକୁ ଦେବ। ଅଷ୍ଟମ ପିଣ୍ଡଟି ଇନ୍ଦ୍ରଦେବ ସମର୍ପିବ। ନବମ ପିଣ୍ଡ ପରମ ପୁରୁଷଙ୍କୁ ଜାଣ। ଦଶମ ପିଣ୍ଡ ପ୍ରେତକୁ କରିବ ପ୍ରଦାନ। ଏକାଦଶ ପିଣ୍ଡ ଗୋଟି ନାରାୟଣଙ୍କର। ଦ୍ୱାଦଶ ପିଣ୍ଡରେ ବ୍ରହ୍ମାଙ୍କର ଅଧିକାର। ତ୍ରୟୋଦଶ ପିଣ୍ଡ ମଧୁସୂଦନଙ୍କୁ ଦେବ। ଚତୁର୍ଦଶ ପିଣ୍ଡ ଶିବେ ପ୍ରଦାନ କରିବ। ପଞ୍ଚଦଶ ପିଣ୍ଡ ଗୋଟି ଦେବ ସମନଙ୍କୁ। ଷୋଡ଼ଶ ପିଣ୍ଡକୁ ଦେବ ସପ୍ତ ପୁରୁଷଙ୍କୁ। ଦ୍ୱିତୀୟ ଷୋଡ଼ଶ ବା ଉତ୍ତର ଷୋଡ଼ଶ ଏହାକୁ କହିଅଛନ୍ତି ଦେବ ବେଦ ବ୍ୟାସ। ପ୍ରତ୍ୟେକ ଦ୍ୱାଦଶୀ ଦିନ ପିଣ୍ଡ ଦାନ ଦେବ। ପାକ୍ଷିଜ ଶ୍ରାଦ୍ଧ ଯତନ ଭାବରେ କରିବ। ମାସକ ତ୍ରୟମାସିକ ଷାଣ୍ମାସିକ ପୁଣି। ସାମ୍ବତ୍ସରିକ ଯେ ପିଣ୍ଡ ଦାନ ବିଧି ଜାଣି। ଯତନେ କରିବ ଏହି ପିଣ୍ଡ ଦାନ ପୁତ୍ର। ଉତ୍ତର ଷୋଡ଼ଶ ବୋଲି ଏ ପିଣ୍ଡ କଥିତ। ତିଳ ତଣ୍ଡୁଳ ଏକତ୍ର ଘରେ ପକ କରି। ଏକାଦଶ ଦିନେ ପ୍ରେତ ସମର୍ପିବ କରି। ଏହିପରି ପିଣ୍ଡ ମାନ ଯେ 48 ଦେଲେ ଜାଣ ପ୍ରେତର ପ୍ରେତତ୍ୱ ଜୀବନାଶ। ଏହା ଫଳେ ପ୍ରେତ ପ୍ରେତତ୍ୱରୁ ନାଶ ଯାଇ। ପିତୃଗଣଙ୍କ ମଧ୍ୟରେ ଆନନ୍ଦେ ମିଶଇ। ପିତୃଗଣଙ୍କର ମେଳ ହେବା ପାଇଁ ଜାଣ। ଶାସ୍ତ୍ରେ ବିହିତ ଅଟଇ ତ୍ରିଷୋଡ଼ଶ ପୁଣ। ତ୍ରିଷୋଡ଼ଶେ ଉଣା ହୁଏ ଯାର ଶ୍ରାଦ୍ଧ ଏକ। ସେହି କେବେ ପ୍ରେତତ୍ୱରୁ ମୁକ୍ତି ନ ପାଇକ। ବଂଶ ମଧ୍ୟରେ କେହି ଏ ଶ୍ରାଦ୍ଧ ଦେବା ଯାଏ। ପ୍ରେତ ଦେହ ଧରି ଏଣେ ତେଣେ ଭ୍ରମୁଥାଏ।
ତେଣୁ ପୁତ୍ରଟିଏ ଏକା କର୍ତ୍ତବ୍ୟ ଅଟଇ ତ୍ରୟ ଷୋଡ଼ଶ ବିଧାନ ଯତ୍ନେ କରିବଇ। ସ୍ୱାମୀର ଉଦ୍ଦେଶ୍ୟ ପତ୍ନୀ ଏ ଶ୍ରାଦ୍ଧ କରିଲେ ଅନନ୍ତ ଫଳ ମିଳଇ ପ୍ରେତ କୋଟି ଭଲେ। ମାସ ପକ୍ଷ ତିଥି ପୁଣି ଅଧିମାସ ହେଲେ ମୃତ ଦିବସକୁ ନିର୍ଦ୍ଦୋଷ ଯେ ସେହୁ ଭଲେ। ଏଣୁ କରି ସେହି କଥା ମନେ ରଖିଥିବ ଆଶ୍ୱିନ ମାସରେ ରବି କନ୍ୟାରେ ରହିବ। କୃଷ୍ଣ ପକ୍ଷେ ଶ୍ରାଦ୍ଧ ଯେବେ କରିବ ହରସେ ସେହି ଶ୍ରାଦ୍ଧ ପିତୃପକ୍ଷ ମନକୁ ସନ୍ତୋଷେ। ପୁତ୍ର ଥିବା ପତ୍ନୀ ସହ ମରଣ ନ କରେ ଏହି ଶ୍ରାଦ୍ଧ କରି ସ୍ୱାମୀ ଉପକାର କରେ। ବଞ୍ଚି ରହିବାର ଫଳ ଯଥାର୍ଥ ହୁଅଇ ମରଣାନ୍ତେ ସ୍ୱାମୀ ସଙ୍ଗେ ଅବଶ୍ୟ ମିଳଇ। ଦୈବ ବସେ ଯଦି କେହୁ ଅଗ୍ନି ବା ଜଳରେ ମରଣ ଲଭଇ ତେବେ ଶାସ୍ତ୍ର ବିଧାନରେ। ନାରାୟଣ ବଳି ଦେଇ କରି ପ୍ରାୟଶ୍ଚିତ କ୍ରିୟାମାନ କଲେ ନର୍କୁ ହୁଏ ପ୍ରେତ ମୁକ୍ତ। ମୃତାହ ସଂସ୍କାର ଠାରୁ ଶେଷ ବିଧି ମତେ ପୁତ୍ର ସମ୍ପାଦନ ଯେ କରିବ ପିତୃ ଅର୍ଥେ। ସର୍ପଦଂଶନରେ ଯେବେ ମରଣ ହୁଅଇ ପଞ୍ଚମୀ ଦିନରେ ପିଣ୍ଡ ଦାନ ଯେ ଦିଅଇ। ଶୁକ୍ଳ ମୁରୁଜ କରିଣ ସର୍ପର ଆକୃତି ଲେଖି ଗନ୍ଧ ପୁଷ୍ପ ପୂଜା କରିବାକୁ ଧାତି। ତିଳ ତୁଣ୍ଡଳୁ ବା ତାହାରେ ନିକ୍ଷେପିବ ପିଷ୍ଟକ ଆମ୍ବ ସହିତେ କ୍ଷୀର ମିଶାଇବ। ନୈବେଦ୍ୟ କରିବ ସେହି ସର୍ପାକୃତି ପାଶେ ସର୍ପ ମଧ୍ୟ ସ୍ୱର୍ଣ୍ଣ ରଖି ଦାନ ଦେବ ତୋଷେ। ବେନି ହସ୍ତକୁ ଯୋଡ଼ିଣ କରିବ ପ୍ରାର୍ଥନା ଆହେ ନାଗରାଜା ପୂଜା କର ମୋର ଘେନା। ନାଗକୁ ବନ୍ଦାଇ ନାରାୟଣକୁ ପୂଜିବ ପୂର୍ବ ପରକାରେ ନାରାୟଣେ ବଳି ଦେବ। ସର୍ପଦ୍ରଷ୍ଟ ପ୍ରାଣୀ ନର୍କୁ ଉଦ୍ଧାର ହୁଅଇ ଏହିପରି ପ୍ରେତ କର୍ମ ଯେ ଜନ କରଇ। ଉତ୍ତମ ବ୍ରାହ୍ମଣ ଡାକି ପାଦ୍ୟ ଅର୍ଘ୍ୟ ଦେବ ଅନ୍ନ ଜଳ ଘଟ ଦାନ ତାହାକୁ କରିବ। ବର୍ଷ ଶେଷ ପର୍ଯ୍ୟନ୍ତେ ପୂର୍ଣ୍ଣ ଜଳ ଘଟ ବ୍ରାହ୍ମଣକୁ ଦାନ ଦେଲେ ତୁଟଇ ସଙ୍କଟ। ଏକାଦଶ ଦିନେ ଅବା 360 ଜଳ ଘଟ ଦାନ ବିପ୍ରଗଣେ ଡାକି ଦିଏ। ଯେବେ ସେହି ପ୍ରେତ ନର୍କୁ ହୁଅଇ ଉଦ୍ଧାର ଦୁଷ୍କୃତ ମାନ ବିନାଶ ହୁଅଇ ତାହାର। ଶଯ୍ୟାଦି ଦାନ ବିଧି ଅଛଇ ଯେପରି ଏକାଦଶ ଦିନେ ଦାନ କରିବ ସେପରି। ଏହିପରି ଏକାଦଶ ଦାନର ବିଚାର ଶାସ୍ତ୍ରେ ବିହିତ କରିଣଛନ୍ତି ବେଦବର। ଏକାଦଶ ଦିନ ବିଧି ବିଧାନ କହିଲି ଆଉ କି ପଚାର ବାବୁ କହିବି ବୋଇଲି। ଏକା ଶୁଣି ଗରୁଡ଼ ଯେ ହେଲା କୃତକୃତ୍ୟ ନାରାୟଣ ପାଦ ପଦ୍ମେ କଲା ପ୍ରଣିପାତ। ବିନୟ ହୋଇଣ ବହୁ ସ୍ତୁତି ଆରମ୍ଭିଲା ନିସ୍ତରିଲି ବୋଲିଣ ବୋଇଲା। ଆହେ ଜଗନ୍ନାଥ ତୁମ୍ଭ ଦୟା ହେତୁ କରି ଶୁଣିନ ବହୁ ବିଷୟ ହେବି ଭବୁ ପାରି। ତୁମ୍ଭ ପରି ପ୍ରଭୁ ଯାର କି ଅଭାବ ତାର ବ୍ରହ୍ମାଣ୍ଡ ଠାକୁର ତୁମ୍ଭେ ମୁଁ ତୁମ୍ଭ କିଙ୍କର। ଯାହାଙ୍କ ଆଜ୍ଞାରେ ବ୍ରହ୍ମା ବ୍ରହ୍ମାଣ୍ଡ ସର୍ଜଇ ଯାହାଙ୍କ ଆଜ୍ଞାରେ ସୂର୍ଯ୍ୟ ତପ ଭିତରଇ ଯାହାଙ୍କ ଆଜ୍ଞାରେ ଅଗ୍ନି ଜଠରେ ରହିଣ ଚବ୍ୟ ଶୁଷ୍ୟାଦି ଭକ୍ଷଣ କରଇଟି ପୁଣ। ବାୟୁ ବହେ ଯା ଆଜ୍ଞାରେ ପୃଥ୍ୱୀ ସ୍ଥିର ହୋଇ ନାନା ଶସ୍ୟ ଦାନ କରି ଜୀବଙ୍କୁ ପୋଷଇ। ଅନନ୍ତ ଜ୍ଞାନ ବଳରେ ପୃଥିବୀ ଧରିଛି ହିମାଳୟ ସ୍ଥିର ହୋଇ ଆଜ୍ଞାରେ ରହିଛି।
ସେ ପ୍ରଭୁଙ୍କୁ କେଉଁ କଥା ଅବା ଅଗୋଚର, ଶୁଣି ତାହାଙ୍କ ଶ୍ରୀମୁଖୁ ହେବି ଭବୁ ପାର। ସେ ପ୍ରଭୁ ଭୃତ୍ୟଙ୍କ ପାଦ ପଦ୍ମେ କରି ଆସ, ଗୀତ ବନ୍ଧେ ବିଚାରଇ ଆର୍ତ ତ୍ରାଣ ଦାସ। ଇତି ଶ୍ରୀ ଗରୁଡ଼ ପୁରାଣେ ନୈମିଷାୟ ପାଖ୍ୟାନେ ଭଗବାନ ଗରୁଡ଼ ସମ୍ବାଦେ ଏକାଦଶାହ ବିଧି ବିଚାरणम ବୃଷୋତ୍ସର୍ଗ ପ୍ରେତତ୍ୱ ମୁକ୍ତି କଥନम ନାମ ତ୍ରୟୋଦଶ ଅଧ୍ୟାୟ।